ଜୟ ଜଗନ୍ନାଥ। ଜଣା ଅଜଣା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ଦୁଇ ଭଉଣୀ କିପରି ମା ତାରାତାରିଣୀ ହେଲେ ସେ ବିଷୟରେ ଜାଣିବା। ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଦେବୀ ତାରାତାରିଣୀଙ୍କର ଶକ୍ତିପୀଠ। ଆମ ଦେଶରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ। ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି। ଏହି ପୀଠର ମହିମା ଯୋଗୁଁ ଏହା ବହୁତ ପ୍ରସିଦ୍ଧି ଲାଭ କରିଛି। କିମ୍ବଦନ୍ତୀ ଅନୁସାରେ ସତ୍ୟଯୁଗରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବଙ୍କୁ ବିବାହ କରିଥିଲେ। ଦିନେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞର ଆୟୋଜନ କଲେ। ସମସ୍ତ ଦେବାଦେବୀଙ୍କୁ ଏଠାକୁ ନିମନ୍ତ୍ରଣ କଲେ। ସେ ଶିବଙ୍କୁ ପସନ୍ଦ କରୁନଥିବାରୁ ଝିଅ ଜ୍ୱାଇଁଙ୍କୁ ଯଜ୍ଞକୁ ନିମନ୍ତ୍ରଣ କଲେ ନାହିଁ। ଦେବର୍ଷି ନାରଦଙ୍କଠାରୁ ପିତାଙ୍କର ବିରାଟ ଯଜ୍ଞର ଆୟୋଜନ କଥା ଶୁଣି ଶିବଙ୍କ ବାରଣ ସତ୍ତ୍ୱେ ସତୀ ଯଜ୍ଞରେ ଉପସ୍ଥିତ ହେଲେ। କିନ୍ତୁ ସେଠାରେ ଦକ୍ଷ ପ୍ରଜାପତି ସତୀଙ୍କୁ ଶିବଙ୍କ ବିଷୟରେ ନାନା କଟୁକଥା କହିଲେ। ସତୀ ଶିବଙ୍କ ଅପମାନକୁ ସହି ନପାରି ଯଜ୍ଞ ଅଗ୍ନିରେ ଝାସ ଦେଲେ। ଏହି ଦୁଃସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଯଜ୍ଞସ୍ଥଳରେ ପହଞ୍ଚି ଦକ୍ଷଙ୍କର ଶିରଚ୍ଛେଦନ କଲେ ଓ ସତୀଙ୍କର ଦଗ୍ଧ ଶରୀରକୁ କାନ୍ଧରେ ପକାଇ ପାଗଳ ପ୍ରାୟ ଘୂରି ବୁଲିଲେ। ଶିବଙ୍କ ବିନା ସୃଷ୍ଟି ପରିଚାଳନା ଅସମ୍ଭବ ଜାଣି ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ସତୀଙ୍କର ଦଗ୍ଧ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ। ସତୀଙ୍କ ପିଣ୍ଡ 51ଟି ସ୍ଥାନରେ ପଡ଼ିଥିଲା ଓ ସେଠାରେ 51ଟି ଶକ୍ତିପୀଠ ସୃଷ୍ଟି ହେଲା। ସତୀଙ୍କର ବକ୍ଷଜ ତାରାତାରିଣୀ ପୀଠରେ ପଡ଼ିଥିଲା। ତେଣୁ ସତୀଙ୍କର ବକ୍ଷଜରୁ ତାରାତାରିଣୀ ଭଉଣୀ ସୃଷ୍ଟି ହେଲେ। ମା ତାରାତାରିଣୀ ବ୍ରହ୍ମର୍ଷି ବଶିଷ୍ଠଙ୍କର ଇଷ୍ଟଦେବୀ। ଥରେ ବଶିଷ୍ଠ ଏକ ଅଭିଲିପ୍ସା ପୂରଣ ପାଇଁ ଦେବୀଦ୍ୱୟଙ୍କୁ ଆମନ୍ତ୍ରଣ କଲେ। ହେଲେ ଦେବୀଦ୍ୱୟ ଏଥିପ୍ରତି ଉଦାସୀନତା ଦେଖାଇଲେ। ଫଳରେ ବଶିଷ୍ଠ ରୁଷ୍ଟ ହୋଇ ଦେବୀଦ୍ୱୟଙ୍କୁ ଅପୂଜା ରହିବାକୁ ଅଭିଶାପ ଦେଇଥିଲେ। ଦେବୀଦ୍ୱୟ ଅନୁତାପ କରିବାରୁ ବଶିଷ୍ଠ ଶାନ୍ତ ହୋଇ କହିଲେ, କଳିଯୁଗର ମଧ୍ୟଭାଗରେ ଋଷିକୁଲ୍ୟା ନଦୀକୂଳରେ ମୋର ମାନସପୁତ୍ର ପଶୁ ପହରାଜଙ୍କ ଘରେ କିଛିଦିନ ଲାଳିତ ପାଳିତ ହେବା ପରେ ତାରାତାରିଣୀ ପର୍ବତରେ ପୂଜା ପାଇବ। ସେତେଦିନ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କର ଚକ୍ଷୁ କୋଣରେ ରହିବାକୁ ଉପଦେଶ ଦେଲେ। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ମହିରାବଣ ରାମ ଲକ୍ଷ୍ମଣଙ୍କୁ ଅପହରଣ କରି ମା କାଳୀଙ୍କ ପାଖରେ ବଳି ଦେବା କଥା ଶୁଣି ମା ସୀତା କାନ୍ଦିଲେ। ତାଙ୍କ ଦୁଇ ଆଖିରୁ ଝରୁଥିବା ଲୁହରୁ ଅପୂର୍ବ ସୁନ୍ଦରୀ ଦୁଇଟି କନ୍ୟା ଜାତ ହୋଇ ଶ୍ରାପମୁକ୍ତ ହେଲେ। ସୀତା ସେହି ଦୁହିଁଙ୍କୁ ଋଷିକୁଲ୍ୟା ତୀରରେ ତାରାତାରିଣୀ ପର୍ବତର ଚୂଡ଼ାଦେଶରେ ଗୋପନରେ ରହିବାକୁ ନିର୍ଦ୍ଦେଶ ଦେଲେ ଓ କଳିଯୁଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ। ଗଞ୍ଜାମର ଆଠଗଡ଼ ଅନ୍ତର୍ଗତ କୁମାରୀ ନାମକ ଏକ ଛୋଟ ଗାଁରେ ପଶୁ ପ୍ରହରାଜ ନାମକ ଏକ ମହାଜ୍ଞାନୀ ତାନ୍ତ୍ରିକ ରହୁଥିଲେ। ସେ ନିଃସନ୍ତାନ ଥିଲେ। ତେଣୁ ସେ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କଲେ। ଦିନେ ସେହି ଦୁଇ କନ୍ୟା ସମସ୍ତଙ୍କ ଅଜ୍ଞାତରେ ଗୃହତ୍ୟାଗ କଲେ। ପ୍ରହରାଜ ବହୁତ ଖୋଜାଖୋଜି କଲେ ମଧ୍ୟ ନିରାଶ ହେଲେ। କିଛିଦିନ ପରେ ପ୍ରହରାଜଙ୍କୁ ସ୍ୱପ୍ନାଦେଶ ହେଲା
ଓ ସେ ଦୁଇ ଭଉଣୀଙ୍କୁ ତାଙ୍କ ସବୁ କଥା କହିଥିଲେ ଓ କହିଲେ କି ସେ ଦୁଇଜଣ ପୂର୍ଣ୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି। ସମସ୍ତଙ୍କ ଅଜ୍ଞାତରେ ସେ ପୂର୍ଣ୍ଣଗିରି ପର୍ବତରେ ପହଞ୍ଚି ଦେଖିଲେ ସେଠାରେ ସ୍ତନାକୃତି ଦୁଇଟି ଶିଳା ଅବସ୍ଥାନ କରୁଛନ୍ତି। ସେ ମାଙ୍କ ମହିମା ଜାଣିବା ପରେ ଦୁଇଟି ବିଗ୍ରହ ସ୍ଥାପନ କରି ତନ୍ତ୍ର ସାଧନା ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଇଲେ। ଏହାପରେ ବିଶିଷ୍ଟ କାରିଗରୀଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଇଲେ। ତାହା ଏବେ ତାରାତାରିଣୀ ପୀଠ ଭାବରେ ପ୍ରସିଦ୍ଧ। ଏହି ତଥ୍ୟଟି ଆପଣଙ୍କୁ କିପରି ଲାଗିଲା ତାହା ଲାଇକ୍ ଓ କମେଣ୍ଟସ୍ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ତୁରନ୍ତ ସବସ୍କ୍ରାଇବ୍ କରି ନିଅନ୍ତୁ। ଜୟ ଜଗନ୍ନାଥ, ଜୟ ମା ତାରିଣୀ।